ରସଗୋଲା କାହାର? ଓଡ଼ିଶାର ନା ପଶ୍ଚିମବଙ୍ଗର? ଭାଜପାର ମହାବିଜୟ ପରେ ଖୋଲାଖୋଲି ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏମିତି ଜବାବ। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ନିର୍ବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି ଏବଂ 15 ବର୍ଷ ଧରି ଶାସନ କରୁଥିବା ମମତା ବାନାର୍ଜୀଙ୍କ ହାତରୁ କ୍ଷମତା ଖସିଯାଇଛି। ଭାଜପା ଏଠାରେ ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବାକୁ ଯାଉଛି। ଏସବୁ ଭିତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବଙ୍ଗଳାର ଲୋକମାନେ ତୃଣମୂଳ କଂଗ୍ରେସର କୁଶାସନ ବିରୋଧରେ ଭୋଟ ଦେଇଛନ୍ତି। ବିଶେଷ କରି ମହିଳାମାନେ ମମତା ବାନାର୍ଜୀଙ୍କୁ ତାଙ୍କ କୁଶାସନ, ଆର୍ଜିକର ବଳାତ୍କାର ହତ୍ୟା, ଦୁର୍ନୀତି ଏବଂ ଶିକ୍ଷକଙ୍କ ଚାକିରି ହରାଇବା ଭଳି ଅତ୍ୟାଚାରର ପରିଚାଳନା ଯୋଗୁଁ ପରାସ୍ତ କରିଛନ୍ତି। ଅନୁପ୍ରବେଶକାରୀଙ୍କ ପ୍ରତି ଦେଖାଯାଉଥିବା ବିଶେଷ ସ୍ନେହ, ଯୁବକମାନଙ୍କ ପାଖରେ ଚାକିରି ନଥିଲା, ମନ୍ତ୍ରୀମାନଙ୍କ ଘରୁ ନଗଦ ପାହାଡ଼ ଜବତ କରାଯାଇଥିଲା। ଏହିସବୁ କାରଣରୁ ଲୋକେ ମମତା ସରକାରଙ୍କୁ ହଟାଇଛନ୍ତି। ଏସବୁ ମଧ୍ୟରେ ଧର୍ମେନ୍ଦ୍ରଙ୍କୁ ଏକ ରୋଚକ ପ୍ରଶ୍ନ ପଚରାଯାଇଥିଲା, ଯାହାକୁ ନେଇ ସ୍ପଷ୍ଟ ଉତ୍ତର ଦେଇଥିଲେ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏବେ ଭାଜପା ସରକାର। ତେବେ ରସଗୋଲା କାହାର ବୋଲି ପ୍ରଶ୍ନ ହେବାରୁ ଧର୍ମେନ୍ଦ୍ର ହସି ହସି କହିଥିଲେ, ରସଗୋଲା କେବଳ ଓଡ଼ିଶାର। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।